ନୂଆପଡ଼ା ଜିଲ୍ଲାର କମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ ଅବସ୍ଥିତ ପବିତ୍ର ଶକ୍ତିପୀଠ ମା ସୁନାଦେଇ ମନ୍ଦିରରେ ଏବେ ଭକ୍ତି ଓ ଉତ୍ସାହର ମହୋତ୍ସବ ଦେଖିବାକୁ ମିଳିଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମାଙ୍କ ବାର୍ଷିକ ଯାତ୍ରା ଧାର୍ମିକ ଉତ୍ସବ ମହା ଧୁମଧାମରେ ଆୟୋଜିତ ହେଉଛି। ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଯାତ୍ରାରେ ଦୂରଦୂରାନ୍ତର ରାଜ୍ୟ ପଡ଼ୋଶୀ ଅଞ୍ଚଳରୁ ଆସୁଥିବା ଲକ୍ଷାଧିକ ଭକ୍ତମାନେ ମାଙ୍କ ଦର୍ଶନରେ ସାମିଲ ହେଉଛନ୍ତି। ସମଗ୍ର ସୁନାବେଡ଼ା ଅଞ୍ଚଳ ଏବେ ଉତ୍ସବମୁଖରେ ମାତିଛି। ଜୟ ମା ସୁନାଦେଇ ଘୋଷରେ ଗୁଞ୍ଜି ଉଠୁଛି ପାହାଡ଼ ଏବଂ ଜଙ୍ଗଲ। ଭକ୍ତି ଓ ଆସ୍ଥା ଭିତରେ ପବିତ୍ର ଶକ୍ତିପୀଠ ଏକ ଅନ୍ୟାନ୍ୟ ଧାର୍ମିକ କେନ୍ଦ୍ରରେ ପରିଣତ ହୋଇଛି। ମାଙ୍କ ପ୍ରାଚୀନ ଗାଥା ଓ ଦୈବ ଶକ୍ତି ଉପରେ ଭକ୍ତମାନଙ୍କର ଅଟଳ ବିଶ୍ୱାସ ଏହି ଉତ୍ସବକୁ ମାନସିକ ଗୁରୁତ୍ୱ ଦେଉଛି। ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲା ଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ଯାତାୟାତ ନିୟନ୍ତ୍ରଣ, ପାନୀୟ ଜଳ, ଚିକିତ୍ସା ସୁବିଧା ଏବଂ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ମା ସୁନାଦେଇଙ୍କ ଯାତ୍ରା କେବଳ ଧାର୍ମିକ ଅନୁଷ୍ଠାନ ନୁହଁ, ଏକ ଲୋକ ଆସ୍ଥା, ସଂସ୍କୃତି ଓ ସମ୍ମିଳନୀର ପରମ୍ପରାକୁ ଜୀବନ୍ତ ରଖି ଆସିଛି। ମାଙ୍କ ଆଶୀର୍ବାଦ ପାଇଁ ଲକ୍ଷାଧିକ ଭକ୍ତମାନେ ଏହି ଭକ୍ତିଭାବ ଦେଖି ସମଗ୍ର ଅଞ୍ଚଳ ଏକ ମିନି ତୀର୍ଥକ୍ଷେତ୍ରରେ ପରିଣତ ହୋଇପଡ଼ିଛି। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।